ଅଧପନ୍ତରିଆ ଭାବେ ପଡ଼ି ରହିଛି ଖଣ୍ଡପଡ଼ା NAC 11 ନମ୍ବର ୱାର୍ଡ ଗଢ଼ଭିତର ସାହି କୋଠଘର ନିର୍ମାଣ କାର୍ଯ୍ୟ। ଆର୍ଥିକ ଅନୁଦାନ ନ ମିଳିବାରୁ ଆଉ ଆଗେଇ ପାରୁନାହିଁ ଏହାର କାର୍ଯ୍ୟ। ଅସ୍ଥାୟୀ ଭାବେ ଅନ୍ୟ ଜାଗାରେ ରହୁଛନ୍ତି ରଘୁନାଥ ଜୀଉ। ସୂଚନାଯୋଗ୍ୟ, ବହୁ ବାଦବିବାଦ ପରେ ଏଠାରେ ପୂର୍ବ ସରକାରଙ୍କ ଅମଳରେ 5T ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି 4 ଲକ୍ଷ ଟଙ୍କାରେ ଏହି ଘରର କିଛି କାର୍ଯ୍ୟ ଆଗେଇଥିଲେ ବି ଆଉ ଆଗେଇ ପାରୁନାହିଁ ଏହାର କାର୍ଯ୍ୟ। ଏପରିକି କେବେ ଶେଷ ହେବ ଏହି କୋଠଘର କାର୍ଯ୍ୟ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି ଏଥିପ୍ରତି ମନ ଧ୍ୟାନ ଦେଉନଥିବାରୁ ଏହିପରି ଭାବେ କୋଠଘରଟି ଅଧଗଢ଼ା ଭାବେ ପଡ଼ି ରହିଛି, ଯାହାକୁ ନେଇ ସାହି ବାସିନ୍ଦାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି କିଛି ସରକାରୀ ଅନୁଦାନ ଏଥି ନିମନ୍ତେ ମିଳିପାରନ୍ତା ତାହେଲେ ଏହି କୋଠଘରଟି ସମ୍ପୂର୍ଣ୍ଣ ହୋଇପାରନ୍ତା ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଏହା ମଧ୍ୟରେ ସରକାର ପରିବର୍ତ୍ତନ ହୋଇସାରିଥିବାରୁ ନୂତନ ସରକାରଙ୍କ ପକ୍ଷରୁ କିଛି ଅନୁଦାନ ରାଶି ଆସିପାରୁନାହିଁ, ଯାହା ମୁଖ୍ୟ କାରଣ ପାଲଟିଛି। ଏହି କୋଠଘରଟି ସମ୍ପୂର୍ଣ୍ଣ କରାଯିବା ପାଇଁ କିଛି ସ୍ଥାନୀୟ ଯୁବକ ବାରମ୍ବାର ବ୍ଲକକୁ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଫେରାଦ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଜଣାପଡ଼ିଛି। ତେଣୁ ଏହି ଗଢ଼ଭିତର ସାହି ବାସିନ୍ଦାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କୋଠଘରଟି ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ସ୍ଥାନୀୟ ବିଧାୟକ, ସ୍ଥାନୀୟ କାଉନସିଲର, ବ୍ଲକ ପ୍ରଶାସନ ଓ NAC ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।